ଦିଲ୍ଲୀରେ ପୁରସ୍କୃତ ହେଲେ ନର୍ଲା ବ୍ଲକର ଯୁବ ଚାଷୀ। ବିଭିନ୍ନ ପ୍ରକାରର ଜ୍ଞାନକୌଶଳ ଲଗାଇ ଚାଷୀ ଚାଷ କାର୍ଯ୍ୟ କରି ସଫଳ ହେଉଛନ୍ତି। ଉନ୍ନତମାନର ଚାଷ କରି ଚାଷୀ ଭାଇଟି ଆମକୁ ସତେଜ ଏବଂ ସ୍ୱାଦିଷ୍ଟ ଖାଦ୍ୟ ଯୋଗାଇ ପାରୁଛନ୍ତି। ଆଉ ଏମିତି ଉନ୍ନତମାନର ଚାଷ କରି ସଫଳ ଚାଷୀ ହିସାବରେ ପୁରସ୍କୃତ ମଧ୍ୟ ହେଉଛନ୍ତି। ସେମିତି ଏକ ଚାଷୀ ଉଦାହରଣ ସୃଷ୍ଟି କରିଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ କୁର୍ମେଲ ଗ୍ରାମ ପଞ୍ଚାୟତର ଗଜପତି ମାଝୀ। ଜଣେ ଉଚ୍ଚ ଶିକ୍ଷିତ ଯୁବ ଚାଷୀ ହିସାବରେ ନିଜ ବାଡ଼ିର 4 ଏକର ଜମିରେ ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରକାରର ଚାଷ କରି ଦିଲ୍ଲୀରେ ପୁରସ୍କୃତ ହେବାର ଗୌରବ ଅର୍ଜନ କରିସାରିଛନ୍ତି। ନିଜ ଜମିରେ 3ଟି ପୋଖରୀ ଖୋଳି ମାଛ ଚାଷ ସହିତ ଦେଶୀ ଧାନ, ଗାଈ ପାଳନ, ଛେଳି, କୁକୁଡ଼ା, ବତକ ଆଦି ପାଳନ କରି ଏ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏସବୁରେ ରାସାୟନିକ ସାରର ପ୍ରୟୋଗ ନକରି ନିଜେ ତିଆରି କରୁଥିବା ଜୈବିକ ସାର ବ୍ୟବହାର କରିଥାନ୍ତି। ଆଜିକାଲି ଚାଷୀ ଚାଷରୁ ଅଧିକ ଅମଳ କରିବା ପାଇଁ ରାସାୟନିକ ସାର ସହିତ ବିଭିନ୍ନ ଔଷଧ ପ୍ରୟୋଗ କରି ଚାଷ କରିଥାନ୍ତି, ଯାହାଫଳରେ ସେହି ଚାଷରୁ ମିଳୁଥିବା ଫସଲକୁ ଆମେ ଖାଇବା ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି। ଯାହାଫଳରେ ଏହି ଯୁବ ଚାଷୀ ଜୈବିକ ପଦ୍ଧତିରେ ଚାଷ କରି ଏକ ସୁସ୍ଥ ଏବଂ ନିରୋଗ ସମାଜ ଗଠନ କରିବାର ପ୍ରୟାସ କରିଥିବା ଯୋଗୁଁ ତାଙ୍କୁ ଦିଲ୍ଲୀରେ ପୁରସ୍କୃତ କରାଯାଇଛି। ଜଣେ ସଫଳ ଏବଂ ନିରୋଗ ଖାଦ୍ୟ ଯୋଗାଇ ଜଣେ ଯୁବ ଚାଷୀ ହିସାବରେ ପୁରସ୍କୃତ ହୋଇଥିବା ଯୋଗୁଁ ନର୍ଲା ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟି ଚାଲିଛି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, ଏବି ନ୍ୟୁଜ୍।